ଠାକୁରଙ୍କ ଭାଷାରେ ଯେଉଁ ଭାବ ବିରୁଦ୍ଧ ଭାବ ଦ୍ୱାରା ଆଘାତପ୍ରାପ୍ତ ହେଉଛି ତାହା ପ୍ୟାର। ମନେକର ତୁମ ସ୍ତ୍ରୀ ଛୁଆ ପିଲାଙ୍କ ଯାହା ଦରକାର ଆଣି ତାହା ଦେଉଥିଲ। ସେମାନେ ଖୁସି ହେଉଥିଲେ, କିନ୍ତୁ ଅସୁବିଧାବଶତଃ ତାଙ୍କୁ ଖୁସି କରିପାରିଲ ନାହିଁ। ସେତେବେଳେ ସେମାନେ ତୁମ ଉପରେ ରୁଷ୍ଟ ହେଲେ। ଏହା ହେଉଛି ସ୍ୱାର୍ଥ। ଖୁସି ଆନନ୍ଦ ଦୁଇଟି ଅଛି। ଯେଉଁ ଭାବ ବିରୁଦ୍ଧ ଭାବ ଦ୍ୱାରା ଆଘାତପ୍ରାପ୍ତ ହୁଏ ନାହିଁ ତାହା ହେଉଛି ପ୍ରେମ। ତା'ର ଉଦାହରଣ ହେଲା, ଭକ୍ତକୁ ଭଗବାନ ପରୀକ୍ଷା କରନ୍ତି, ଦୁଃଖ କଷ୍ଟ ଦିଅନ୍ତି, ତଥାପି ଭକ୍ତ ଭଗବାନଙ୍କୁ ଛାଡ଼େ ନାହିଁ। ତାହା ହେଉଛି ପ୍ରେମ। ଠାକୁରଙ୍କ ଭାଷାରେ ତାଡ଼ନ পীড়ন যা করো তুমি অনাহারে অবা উপহারে রাখো, তাকাও কিনা আমার দিকে কিংবা ঘৃণার চক্ষুরে দেখো, যাই করো না তুমি আমি তোমার চিরদিনের। ଆଉ ଗୋଟିଏ ପ୍ରେମ ହେଲା ସମର୍ପଣ ଭାବ, ଯେପରିକି ରାମ ଭକ୍ତ ହନୁମାନ। ଆଉ ଗୋଟିଏ ପ୍ରେମ ହେଲା ଶାଶ୍ୱତ ପ୍ରେମ, ରାଧା କୃଷ୍ଣଙ୍କ ଭଲ ପାଇବା। ରାଧା ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଦେଖୁଥିଲେ ସେତେବେଳେ ରାଧା ଭାବୁଥିଲେ ମୁଁ କୃଷ୍ଣ। କୃଷ୍ଣ ଯେତେବେଳେ ରାଧାଙ୍କୁ ଦେଖୁଥିଲେ ସେତେବେଳେ କୃଷ୍ଣ ଭାବୁଥିଲେ ମୁଁ ରାଧା। ଲାଷ୍ଟ ଟ୍ରାନ୍ସଫର ଟୁ ସୁପ୍ରିମ୍ ଲଭ୍। ଏହା ଯଦି ନୁହେଁ ତାହା କାମନା ଅଟେ। ଆଉ ଗୋଟିଏ ପ୍ରେମ ହେଲା ପାଖରେ ଥିଲେ ଯାହା, ଦୂରରେ ଥିଲେ ତାହା ଦ୍ୱିଗୁଣିତ।